তোমাদের পবিত্র পবিত্র নামে ধন্যবাদ করছু ধন্যবাদ করছু এ পর্যন্ত তুমি আমাদের সহিত ইমান পরমেশ্বর যেତେବେଳେ বিবাহ କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ତୁମେ ଦେଇଛ ଧନ୍ୟବାଦ କରୁଛୁ। ପ୍ରଥମେ ବର ଏବଂ କନ୍ୟା ତଥା ସ୍ୱାମୀ ସ୍ତ୍ରୀକୁ ମଣ୍ଡଳୀରୁ ଗୃହରୁ ଗ୍ରାମରୁ ବିଦାୟ ଦେବୁ। ସେମାନଙ୍କର ଯାତ୍ରା ତୁମେ ମଙ୍ଗଳମୟ ହେବାକୁ ଦିଅ ପ୍ରଭୁ। ସେମାନଙ୍କୁ ତୁମେ ପ୍ରଚୁର ତୁମରି ପ୍ରତିକ୍ରିୟାର ଆଶୀର୍ବାଦ ମାନ ଦେଇ ଫଳବାନ ହେବା ପାଇଁ ଅନୁଗ୍ରହ କର। ପୁଣି ସେମାନଙ୍କର ଦାମ୍ପତ୍ୟ ଜୀବନ ସୁଖ ଶାନ୍ତି ଆନନ୍ଦ ନିରାପଦାର ଅଗ୍ରସର ହେବା ପାଇଁ ପ୍ରଭୁ ସେମାନଙ୍କ ସମ୍ମୁଖରେ ଅନୁଗ୍ରହର ଦ୍ୱାରକୁ ତୁମେ ମୁକ୍ତ କର। ପ୍ରାର୍ଥନା କରୁଛୁ ସେମାନଙ୍କର ମନ ଶରୀର ଭାବ ପଦକ୍ଷେପ ସବୁ ଏକ ହୋଇ ପ୍ରଭୁ ରାଜ୍ୟ ଏବଂ ଧାର୍ମିକତା ମଧ୍ୟ ଅନ୍ୱେଷଣ କରିବାକୁ ଦିଅ। କାରଣ ଦୁଃସମୟ ଆସିବା ବେଳେ ସେମାନେ ଏକାଙ୍ଗ ହୋଇଥିବା ବେଳେ ପ୍ରଭୁ ତୁମ ଅପେକ୍ଷାରେ ରହି ପରିତ୍ରାଣ ପ୍ରାପ୍ତ ପରିବାର ଭାବରେ ପ୍ରଭୁ ତୁମକୁ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଅନୁଗ୍ରହ କର। ପ୍ରାର୍ଥନା କରୁଛୁ ଆଜିଠାରୁ ସେମାନଙ୍କ ବୈବାହିକ ଜୀବନର ସମସ୍ତ ମୁହୂର୍ତ୍ତ ତୁମ ଦ୍ୱାରା ସୁରକ୍ଷିତ ହେବା ସହ ମନୁଷ୍ୟମାନଙ୍କର କୁକଳ୍ପନା ଅନେକ ଲୋକମାନଙ୍କର କୁଚକ୍ରାନ୍ତ ସ୍ୱୟଂତାର ସମସ୍ତ କର୍ତ୍ତୃତ୍ୱ ଯୋଜନା ସବୁ ଆମେ ଯୀଶୁଙ୍କ ନାମରେ ଅଗ୍ରାହ୍ୟ କରୁଛୁ। ଆଜିଠାରୁ ମଙ୍ଗଳୀର ଉପରମଣ ଯାଏ ପ୍ରଭୁ ସଦା ସର୍ବଦା ତୁମେ ସେମାନଙ୍କ ସଙ୍ଗୀ ମାନ ପରମେଶ୍ୱର ହୁଅ। সকল মহিমা গৌরব সম্পন্ন কেবল তুমি প্রভু দাসମାନେ ସମସ୍ତଙ୍କୁ ହସ୍ତ ବିସ୍ତାର କରିବା ସେବା କରିବୁ। ଆଶୀଷ ବଚନ କଲା ପରେ ବିଦାୟ ଗୀତ ହେବ। ବିଦାୟ ଗୀତ ପରେ ଆମେ ବିଦାୟ ଦେବା। ପିତା ଈଶ୍ୱରଙ୍କ ଗଭୀର ପ୍ରେମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ପବିତ୍ର ଆତ୍ମା ଈଶ୍ୱରଙ୍କ ଚେତନା ପ୍ରେରଣା ସହଭାଗିତା ଶାନ୍ତି ଆନନ୍ଦ ଭଳି ସୁରକ୍ଷା ଏତେବେଳେ ସ୍ୱାମୀ ସ୍ତ୍ରୀ ପ୍ରତି ପରିବାର ପ୍ରତି ଉଭୟ ମଣ୍ଡଳୀ ଏବଂ ଗ୍ରାମ ପ୍ରତି ମଣ୍ଡଳୀର ଉଦ୍ଧରଣ କରାଯାଏ। संगे संगे बंधु छाड़ छाड़ सीरियल तो जल्दी सर्व আমাদের